ଜୟ ଜଗନ୍ନାଥ ସାଙ୍ଗମାନେ ଆଉ ଏକ ମିନି ବ୍ଲଗକୁ ଆପଣମାନଙ୍କୁ ସ୍ୱାଗତ। ଆଜି ଜାଗର ଦିନରେ ମୁଁ ଆଜି ବାହାରି ପଡ଼ିଥିଲି ସକାଳ ସମୟରେ ପୂଜା କରିବାକୁ ଯିବା ପାଇଁ। ଆଜି ଦେଖୁଥିବା ମିଶାଣେଶ୍ୱର ମନ୍ଦିର ପାଖରେ କେତେ ଭିଡ଼, 11ଟା ବେଳକୁ ବି ଏତେ ଲମ୍ବା ଲାଇନ୍। ଆଉ ଫାଷ୍ଟ ଆସିକି ଆମେ ଲାଇନ୍ ଦେଇକି ତ 100 ଜଣଙ୍କ ପାଖାପାଖି ଲାଇନ୍ ପରେ ମୁଁ ଭୋଗ କରିଦେଇଥିଲି। ଆଉ ଭୋଗ କରିସାରିଲା ପରେ ଆସିକି ଦୀପ ଧୂପ ଲଗେଇ ଦେଇଥିଲି। ଲଗେଇ ଦେଇ ସାରିଲା ପରେ ତାପରେ ଆସିକି ପଣା କରିକି ପିଇଥିଲି। ପିଇ ସାରିଲା ପରେ ଶୋଇ ଉଠିକି ମୋର ଡେଲି ରୁଟିନ୍ ମାନେ ଗଛରେ ପାଣି ଦେବା। ମୁଁ ଏଠି ଆସିକି ଗଛରେ ପାଣି ଦେଇ ଦେଇଥିଲି। ଆଉ କିଛି ଫୁଲ ବି ମୁଁ ତୋଳି ନେଇଥିଲି, ଯେହେତୁ ସନ୍ଧ୍ୟା ହେଇଗଲାଣି ସନ୍ଧ୍ୟା ପକେଇବି। ଆଉ ଦୀପ ବି ଏଠି ମୁଁ ଠାକୁର ଘରେ ଗୋଟେ ଲଗେଇଦେବି। ଆଉ ଠାକୁର ଘରକୁ ଫୁଲ ତୋଳିକି ନେଇ ଆସିଲି। ତାପରେ ଏଠି ଆମର ତ ଦୀପ ସବୁ କିଣା ହେଇକି ଥାଏ, କାହିଁକିନା ପ୍ରତ୍ୟେକ ସୋମବାର ଆମର ମମି ଯାଆନ୍ତି ଶିବ ମନ୍ଦିର ଦୀପ ନେଇକି। ଆଉ ସେଥିପାଇଁ ଥାଏ, ସେ ମୁଁ 2ଟା ଦୀପ ତା ଦେହର ଘିଅର ଭରିଦେଲି। ଆଉ ଘର ପାଇଁ ଗୋଟେ ଦୀପ ବି ମୁଁ ଏଠି ଲଗେଇଦେଲି, ଫୁଲ ଦେଇକି ସଜେଇଦେଲି। ଆଉ ତାପରେ ମୁଁ ଏଠି ପଳେଇ ଆସିଲି, ମଟର ଭିଜେଇଥିଲି ଆଉ ପୁରୀ ଆଉ ମଟର ତରକାରୀ କରିବା ପାଇଁ। କାଟିକି ତାକୁ ପ୍ରେସରରେ ବସେଇଦେଲି, ସିଝିଯିବ। ଆଉ ଏପଟେ ଅଟା ବି ଚକୁଡ଼ି ଦେବି ପୁରୀ ପାଇଁ। ପୁରୀ ଲୁଣ ଆଉ ମେଥି ପତ୍ର ଆଉ ତେଲ ପକେଇକି ମୁଁ ଚକୁଡ଼ି ଦେଲି ଅଟା ଚକୁଡ଼ି ଦେଇକି ରଖିଦେଲେ ପୁରୀ ଟିକେ ଭଲ ହେବ। ଆଉ ମଟର ସିଝେଇ ଦେଲି, ଅଟା ଚକୁଡ଼ି ଦେଇକି ପଳେଇଲି। ଆସିଲା ବେଳକୁ ମନ୍ଦିର ପାଖରେ ଦୀପ ଲଗେଇକି କରିବି। ଆଉ ତାପରେ ସେପଟେ ଯାଇକି ମୁଁ ବାହାରି ପଡ଼ିଥିଲି ଯିବା ପାଇଁ। ମୁଁ ରେଡ଼ି ହେଇଗଲି, ଆସିକି ତାପରେ ପୁଣି ପହଞ୍ଚିଗଲି ମନ୍ଦିର ପାଖରେ। ଆମର ଏଠି ତ ଇଶାଣେଶ୍ୱର ମନ୍ଦିର ପାଖରେ ଶିବରାତ୍ରି ଦିନ ମାନେ ଛୋଟ ଛୁଆଙ୍କର ଡାନ୍ସ ପ୍ରୋଗ୍ରାମ୍ ହୁଏ। ଆଉ ଯେଉଁମାନେ ସବୁ ବସିକି ଜାଗର ଜାଳୁଛନ୍ତି ସେମାନେ ଯେମିତି ବୋରିଂ ନ ହେବେ ସେଥିପାଇଁ ବି ନାଟକ ବି ରାତି ସାରା ହୁଏ। ତାପରେ ଆସିକି ଆମେ ଫାଷ୍ଟ ଏଠି ଦୀପ ଲଗେଇ ଦେଇଥିଲୁ। ଆଉ ଏବେ ବି ବହୁତ ଭିଡ଼, ସନ୍ଧ୍ୟା ସମୟରେ ତ ଆହୁରି ପ୍ରବଳ ଭିଡ଼। ଆଉ ତା ଭିତରେ ଆମେ ଦୀପ ଲଗେଇ ଦେଇଥିଲୁ। ଆଉ ଏଇଠି ଗୋଟେ ଆଶ୍ଚର୍ଯ୍ୟ ଘଟଣା ବହୁତ ଜୋରରେ ଘଟିଯାଇଛି, ଯେଉଁଟାକି ମୁଁ ଆପଣମାନଙ୍କୁ ପୁରା ଭିଡ଼ିଓ ଲାଷ୍ଟରେ କହିବି, ସେତେ ପର୍ଯ୍ୟନ୍ତ ଭିଡ଼ିଓଟା ଦେଖୁଥିବେ। ଏଠି ତାପରେ ବହୁତ ଭଲ ସମୟରେ ବି ଆମେ ଆସି ପହଞ୍ଚିଥିଲୁ, ଯେଉଁ ସମୟରେ କି ଆଳତି ହେଉଥିଲା। ଆଳତି ଦେଖି ସାରିଲା ପରେ ତାପରେ ଆମେ ଯାଉଛୁ ସିଦ୍ଧେଶ୍ୱର ମନ୍ଦିର ପାଖକୁ। ସିଦ୍ଧେଶ୍ୱର ମନ୍ଦିର ଏଇଠୁ ITIର ସେପଟେ ସିଧା ଅଙ୍ଗାରଗଡ଼ିଆକୁ ଗଲେ ସେଠି ସିଦ୍ଧେଶ୍ୱର ମନ୍ଦିର। ଆସିକି ପହଞ୍ଚି ଯାଇଥିଲୁ ସିଦ୍ଧେଶ୍ୱର ମନ୍ଦିର ପାଖରେ। ଆଉ ସିଦ୍ଧେଶ୍ୱର ମନ୍ଦିର ପାଖରେ ବି ସେମିତି ପ୍ରବଳ ଭିଡ଼। ଆଉ ଜାଗର ସମୟରେ ତ ଯେ ସବୁ ମନ୍ଦିରରେ ଭିଡ଼ ଥାଏ। ଆଉ ତାପରେ ଏଠି ବହୁତ ସୁନ୍ଦର ବି ସଜାସଜି ହେଇଥିଲା। ଏଠି ବି ଆମେ ଫାଷ୍ଟ ଦୀପ ଲଗେଇ ଦେଇଥିଲୁ। ଏଠି ବି ସେମାନେ ସେପଟ ସାଇଡ଼୍ରେ ସବୁ ଜାଗର ବସିକି ମାନେ ରାତି ସାରା ଯେଉଁମାନେ ଜାଳୁଛନ୍ତି ସେମାନେ ସବୁ ସେପଟେ ବସିଛନ୍ତି। ଏପଟେ ଆମେ ଯାଇଥିଲା ମୋ ସାଙ୍ଗର ମୋର 2 ଜଣ ଯାଇଥିଲୁ। ସେ ମୁଁ ଦୀପ ଲଗେଇଦେଲୁ, ଫାଷ୍ଟ ଦୀପ ଲଗେଇ ସାରିକି ତାପରେ ଠାକୁରଙ୍କ ଦର୍ଶନ କରିନେଇଥିଲୁ। ଆଉ ଏଠି ତ ବହୁତ ସାରା ବି ଅଲଗା ବି ଠାକୁର ଅଛନ୍ତି, ଯେଉଁଠି ଗୋଟେ 7 ଲିଙ୍ଗ ବାଲା ଶିବ ବନା ହେଇଛନ୍ତି। ଆଉ ଏପଟେ ବି ତାରିଣୀଙ୍କ ଫଟୋ ରହିଛି, ଆଉ ଜଗନ୍ନାଥଙ୍କର ବି ମୂର୍ତ୍ତି ରହିଛି। ଏଠି ବି ଆମେ ଦର୍ଶନ କରିଦେଇଥିଲୁ। ଦର୍ଶନ କରିସାରି ପୁଣି ପଳେଇ ଆସିଥିଲୁ ରିଟର୍ନ ଆମେ ଇଶାଣେଶ୍ୱର ମନ୍ଦିର ପାଖକୁ। ଆଉ ଏଠି ନାଚ ପ୍ରୋଗ୍ରାମ୍ ହେଉଥିଲା, ଟିକେ ଦେଖିଥିଲୁ। ଦେଖିଲା ଭିତରେ ଲୋକମାନେ ଏତେ ଜୋରସେ ସମସ୍ତେ ଦୌଡ଼ି ଦୌଡ଼ିକି ପଳେଇ ଆସିଲେ ଯେ ସାପ ଗୋଟେ ସେଠି ଦେଖିଲେ ସେମାନେ, ଠିକ୍ ଯେଉଁଠି ଲୋକ ବସିକି ଦୀପ ଜାଳୁଥିଲେ ସେଇ ପାଖରେ ପୁରା। ଆଉ ହଠାତ୍ କି ଦେଖିଦେଇଛନ୍ତି ସାପଟାକୁ, କେହି ମାଡ଼ି ନାହାନ୍ତି କି କେହି ଇଏ କରିନାହାନ୍ତି। ଦେଖିକି ସବୁ ଭୟାଭୟ ହେଇଯାଇଥିଲେ, କିନ୍ତୁ କେହି ବି ଗୋଡ଼େଇଲେନି କି ମାରିଲେନି। ଫାଷ୍ଟ ହେଲ୍ପଲାଇନ୍କି ଫୋନ୍ କରିକି ସାପ ଧରାଳିକି ଡାକିଥିଲେ। ସେ ଆସିକି ହାତରେ ଧରିଦେଲାରୁ ଆଉ ସମସ୍ତେ ଆମେ ଦେଖିକି ଆଶ୍ଚର୍ଯ୍ୟ ହେଇଯାଇଥିଲୁ। ଭିଡ଼ିଓ ଟିକେ କରିନେଲୁ ଆପଣମାନଙ୍କ ପାଇଁ। ଦେଖନ୍ତୁ, ଯାହା ହଉ ଜାଗର ସମୟରେ ଆମେ ଭଗବାନଙ୍କୁ ଦର୍ଶନ କରିବାକୁ ଆସିଥିଲୁ, ସତରେ ମାନେ ଜିଅନ୍ତା ଭଗବାନଙ୍କୁ ଆଜି ଆମେ ଦେଖିଦେଲୁ, ସେ ଯେଉଁ ରୂପରେ ବି ହଉ। ଆଉ ସାପଟାକୁ ପ୍ରାୟ ସବୁ ଲୋକ କହୁଥିଲେ କଉଡ଼ିଆ ଚିତି ବୋଲିକି, ବ୍ଲାକ୍ କଲର୍ର, ତା ଉପରେ ଧଳା ଧଳା ମାନେ ଚିହ୍ନ, କଉଡ଼ି ଚିହ୍ନ ଅଛି ବୋଲିକି। ମୁଁ ତ ଜାଣିନି, ଆପଣମାନେ ଯେ ଜାଣିଥିବେ କମେଣ୍ଟରେ କହିବେ।